प्रेज द लॉर्ड प्रभुंकर महान नाम धन्यवाद हो। आज प्रभुंकर गौरव उद्देश्य मु गोटे गीत गाइबा जीवी। से गीतटी हूँ जीवन नदी मो हृदय रे प्रवाहित कर प्रभु। यही गीतर विभिन्न प्रकार स्वर अच्छी, विभिन्न नाच नाचवाई स्वर अच्छी, बहुत बढ़िया डांस करने स्वर अच्छी। किंतु एमती गोटे स्वर मुझे गीत गाइबी जो गीतटा आमर पूर्व आत्मिक लोक मैंने गाउथिले से स्वर रे चेष्टा करी प्रभुंकर उपस्थिति आसु बोली गीत माध्यम रे लोक मैंने जेपरी प्रभु को जानवे चिन्हे एवं परिवर्तन हो पारे। आसु आमे गीत गाइबा जीवन नदी मो हृदय रे प्रवाहित कर प्रभु। जीवन नदी मो हृदय रे प्रवाहित कर प्रभु। जीवन नदी मो हृदय रे प्रवाहित कर प्रभु। शरीर कार्य सबु विनाश कर हे प्रभु। शरीर कार्य सबु विनाश कर हे प्रभु। जीवन नदी मो हृदय रे प्रवाहित कर प्रभु। जीवन नदी मो हृदय रे प्रवाहित कर प्रभु। दुर्बल समय रे तब बल दियो हे प्रभु। दुर्बल समय रे तब बल दियो हे प्रभु। जीवन नदी मो हृदय रे प्रवाहित कर प्रभु। जीवन नदी मो हृदय रे प्रवाहित कर प्रभु। आशीष दान सबुरे मते अभिषेक कर प्रभु। आशीष दान सबुरे मते अभिषेक कर प्रभु। जीवन नदी मो हृदय रे प्रवाहित कर प्रभु। जीवन नदी मो हृदय रे प्रवाहित कर प्रभु। शुष्क स्थिति सकल पुनर्जीवित कर प्रभु। शुष्क स्थिति सकल पुनर्जीवित कर प्रभु। जीवन नदी मो हृदय रे प्रवाहित कर प्रभु। जीवन नदी मो हृदय रे प्रवाहित कर प्रभु। तुमरी आगमन को चाहि बसिछे हे प्रभु। तुमरी आगमन को चाहि बसिछे हे प्रभु। जीवन नदी मो हृदय रे प्रवाहित कर प्रभु। जीवन नदी ମୋ ହୃଦୟରେ
ପ୍ରବାହିତ କର ପ୍ରଭୁ। ପ୍ରଭୁଙ୍କୁ ଆମେ କହିବା ଜୀବନ ନଦୀ। ପ୍ରଭୁ ଯୀଶୁଙ୍କର ଯେଉଁ ଜୀବନ ଥିଲା ସେ ପ୍ରକାର ଜୀବନ ରୂପ ନଦୀ ଆମ ହୃଦୟରେ ପ୍ରବାହିତ ହେବାର ଅଛି। ସେମିତି ହେଉଛି ତାହେଲେ ଆମେ ଶରୀର କାର୍ଯ୍ୟ ସବୁ ମଧ୍ୟ ବିନାଶ କରିପାରିବା। ଶରୀରର ଯେଉଁ ଅଭିଳାଷ, ଶରୀରର ଯେଉଁ ମନ୍ଦ କାର୍ଯ୍ୟ, ମଦ ପିଇବା, ଗୁଟୁକା ଖାଇବା, ଖଇନି ଖାଇବା, ବ୍ୟଭିଚାର କରିବା, ଅନ୍ୟାନ୍ୟ ପାପ କାର୍ଯ୍ୟରେ ଲିପ୍ତ ରହିବା, ଏଇ ଯେଉଁ ଶରୀରର କାର୍ଯ୍ୟ ସବୁ, ସେ କାର୍ଯ୍ୟ ସବୁ ଆମେ ବିନାଶ କରିପାରିବା କେବଳ ଯଦି ଜୀବନ ନଦୀ ପ୍ରଭୁ ଯୀଶୁଙ୍କର ସେଇ ସ୍ୱଭାବ ସ୍ୱରୂପ ଜୀବନ ନଦୀ ଯଦି ଆମ ଅନ୍ତର ମଧ୍ୟରେ ପ୍ରବାହିତ ହେଉଛି ତାହେଲେ ଆମେ ସେସବୁକୁ ବିନାଶ କରିପାରିବା। ଆଉ ପ୍ରଭୁଙ୍କର ଆତ୍ମିକ ଦାନରେ ଆମେ ଆହୁରି ବଢ଼ିପାରିବା। ଆମର ଯେଉଁ ଶୁଷ୍କ ଅସ୍ଥି ଅଛି, ଆମେ ଯେଉଁ ଆତ୍ମିକ ଭାବରେ ଯେଉଁ ଭାଙ୍ଗି ପଡ଼ିଛୁ, ଆତ୍ମିକ ଭାବରେ ଦୁର୍ବଳ ହେଇଯାଇଛୁ, ଆତ୍ମିକ ଭାବରେ ଆମେ ତଳକୁ ଦବି ଯାଉଛୁ, ଆମେ ଆହୁରି ଉପରକୁ ଉଠିବା ପାଇଁ ପ୍ରଭୁ ଆମକୁ ପ୍ରୋତ୍ସାହନ ଦେଇପାରିବେ। ଆଉ ଏଇ ଅନ୍ତିମ ସମୟରେ ଆମେ ଗୋଟିଏ ଲକ୍ଷ୍ୟ ନେଇ ଆମେ ଜଗତରେ ବଞ୍ଚିଛୁ, ସେଇଟା ହେଉଛି ପ୍ରଭୁ ଯୀଶୁଙ୍କର ଦ୍ୱିତୀୟ ଆଗମନ। ଆମର ଗୋଟିଏ ମାତ୍ର ଭରସା ଅଛି, ପ୍ରଭୁ ଯୀଶୁ ଦ୍ୱିତୀୟ ଥର ଆସିବେ ଆଉ ଆମକୁ ପୁଣି ଥରେ ତାଙ୍କ ସ୍ୱର୍ଗ ରାଜ୍ୟକୁ ନେଇକିରି ଯିବେ। ତ ଆସୁ ଆମେ ପ୍ରଭୁଙ୍କର ଲୋକମାନେ ଜାଗ୍ରତ ହେବା ଆଉ ସେଇ ଅପେକ୍ଷାରେ ରହିବା। ତାଙ୍କର ଦ୍ୱିତୀୟ ଆଗମନ ଅତି ଶୀଘ୍ର ହେବା ପାଇଁ ଯାଉଅଛି। ତ ସେଥି ପୂର୍ବରୁ ଆମେ ଯେପରି ଜୀବନ ରୂପ ନଦୀ ଆମ ହୃଦୟରେ ପ୍ରବାହିତ କରିବାର ଅଛି, ତାହେଲେ ହିଁ ପବିତ୍ର ଆତ୍ମା ଆମ ହୃଦୟ ମଧ୍ୟରେ ରହିବେ ଏବଂ ଆମେ ପ୍ରଭୁ ଯୀଶୁଙ୍କୁ ସେ ମେଘମାଳରେ ସାକ୍ଷାତ କରିପାରିବା। ସେଇଟା ହିଁ ଆମର ମୁଖ୍ୟ ଲକ୍ଷ୍ୟ ହେବାର ଅଛି। ପ୍ରଭୁ ଏହି ଗୀତ ମାଧ୍ୟମରେ ଆପଣ ପ୍ରତ୍ୟେକଙ୍କୁ ଏବଂ ମୋତେ ଆଶୀର୍ବାଦ କରନ୍ତୁ। ଆହୁରି ଆତ୍ମିକ ଭାବରେ ଯେପରି ଆମେ ବଢ଼ିପାରିବା ସେଥିପାଇଁ ପ୍ରଭୁ ସାହାଯ୍ୟ କରନ୍ତୁ, ଅନୁଗ୍ରହ କରନ୍ତୁ। ଆମେନ୍।